ବର୍ତ୍ତମାନ ସେଠି ମଦ ମାଉଁସ ଟଙ୍କା ଉଡୁଛି ପଡିକିରି କାହିଁକି ନା ସେଠି ଅସ୍ତ୍ର ରହିଛି ରାଜନୈତିକ ଅସ୍ତ୍ର ରହିଛି ଅର୍ଥ। ତେଣୁ ଦଳର ସ୍ୱାର୍ଥ ହାସଲ ପାଇଁ ସମସ୍ତେ ସମର୍ପିତ ଭାବରେ କାମ କରୁଛନ୍ତି। ସବୁ ଦଳର ସବୁ ଟାଣା ଟଣା ନେତାମାନେ ଯାଇକି ଡେରା ପକେଇଛନ୍ତି। ମୋହନ ମାଝୀ ଭାବୁଛନ୍ତି ଏ ନିର୍ବାଚନ ମୁଁ ନ ଜିତିବି ତାହେଲେ ମୋର ଲୋକପ୍ରିୟତା ମୋ ଶାସନ ଶୈଳୀ ବିଫଳ ହେଲା ବୋଲି ଲୋକେ ପ୍ରମାଣିତ କରିବେ। ବିଜେଡି କହୁଛି ଯେ ନବୀନ ବାବୁଙ୍କ ଲୋକପ୍ରିୟତାକୁ ସେଠି ଗୋଟେ ସେ ଇଏ ପକଉଛି, ଲୋକପ୍ରିୟତାକୁ ବଳି ପକେଇବାକୁ ଯାଉଛି। ନବୀନ ବାବୁ ଯଦି ଯିବେ ପ୍ରଚାର ଯଦି ହାରିଗଲେ ତାହେଲେ ସବୁଦିନ ବି ସରିଯିବ ବିଜେଡିର। ଯୋଉ ନବୀନ ବାବୁଙ୍କର ଯୋଉ ଲୋକପ୍ରିୟତା, ନବୀନ ବାବୁ ହେଲେ ଦଳର ଅସ୍ମିତା, ଆଉ ସେ ଅସ୍ମିତା ଥରେ ନଷ୍ଟ ହେଇଗଲେ ଆଉ ଦଳ ଆସିବ ନାହିଁ। ତେଣୁ ନବୀନ ବାବୁ ଯିବେ ନ ଯିବେ ଦଳ ସ୍ଥିର କରିବ। କିନ୍ତୁ ବିଜେଡିର ତୁଙ୍ଗ ନେତାମାନେ ସେଠି ହେଇକି ଅଛନ୍ତି। ସେଠି ପାଣ୍ଡିଆନଙ୍କୁ ବିରୋଧ କରୁଥିବା ନେତା ଅଛନ୍ତି ଏବଂ ଦଳକୁ ଭଲ ପାଉଥିବା ଲୋକ ଅଛନ୍ତି। ପାଣ୍ଡିଆନ ପ୍ରଚାର ପାଇଁ ଯିବେନି, କାରଣ ପାଣ୍ଡିଆନ ସେଠି ଗଲେ ଯୋଉ ଅସ୍ମିତା ଶବ୍ଦଟି ବିଜେପି ତାଙ୍କ ଆଗରେ ଥୋଇଛି, ସେ ଅସ୍ମିତାକୁ ଅତିକ୍ରମ କରି ରଖି ଯିବାକୁ ଚାହୁଁନାହାନ୍ତି। ବରଂ ସୁଜାତା ଗଲେ କିଛି ଫଳ ହେଇପାରେ। ସୁଜାତା ବିଧିବଦ୍ଧ ଭାବରେ ଏପର୍ଯ୍ୟନ୍ତ ମିଶ୍ରଣ ହେଇନାହାନ୍ତି ବିଜେଡିରେ। ସିନାଗନ ଛୁରିଆ ମହିଳା ଭୋଟ ନେବା ପାଇଁ ଚାହୁଁଛନ୍ତି। ବିଜେପି ଆଉ କଂଗ୍ରେସ ଭିତରେ ଲଢ଼େଇ ହେବ। ବିଜେଡି ତୃତୀୟ ସ୍ଥାନରେ ରହିବ। ବିଜେପି ସରକାର ଭାବୁଛନ୍ତି କଳେବଳେ କୌଶଳ ଇଏ ଟିକେ ନ ନେଲେ ମୋହନ ମାଝୀଙ୍କ ଆସନ ପ୍ରତି ଏକ ଆହ୍ୱାନ ହେବ। ଦେଖାଯାଉ ତିନି ଦଳ ଲଢ଼େଇ କରୁଛନ୍ତି, ଜନତାଙ୍କ ହାତରେ ଭୋଟ କାହାକୁ ଦେବେ। କିନ୍ତୁ ଗୋଟେ ହଉଛି ଏଇଟା ଆଦର୍ଶଗତ ଭୋଟ ହଉନି, ଆବଶ୍ୟକତା ଭୋଟ ହଉଛି। ଲୋକକୁ ଯାହା ଦିଅ ତିନି ଦଳରୁ ନେଉଛନ୍ତି, ଯାହାକୁ ଦେବା କଥା ଦେବେ। ଯଦି ଲୋକ ଯଦି ଗଣତନ୍ତ୍ର ଉପରେ ବିଶ୍ୱାସ ଥିବ ତାହେଲେ ମଦମନ୍ତ୍ର ଛାଡ଼ି ଗଣତନ୍ତ୍ର ବିଶ୍ୱାସ କରିବେ, ଭଲ ଲୋକକୁ ଭୋଟ ଦେବେ ଏବଂ ନୂଆପଡ଼ାରେ ଏକ ନୂଆ ଇତିହାସ ରଚିବେ। ନୂଆପଡ଼ା ନିର୍ବାଚନ ଯେତିକି ପାଖେଇ ଆସୁଛି, ତିନି ଦଳ ସେତିକି ପ୍ରଚାରକୁ ଜୋରଦାର କରିଛନ୍ତି। ବିଶେଷ କରି ଏ ନିର୍ବାଚନ ସେମାନଙ୍କ ପାଇଁ ଗୋଟେ ଅଗ୍ନି ପରୀକ୍ଷା ଭଳିଆ ହେଇଛି। କାରଣ ନିଜ ଦଳର ସ୍ଥିତି ଅବସ୍ଥିତି ଏବଂ ଗୋଟେ ଲୋକପ୍ରିୟତା ମାପିବାର ଇଏ ଏକ ଆହ୍ୱାନ। ତେଣୁକରି ସେଠି ବିଭିନ୍ନ ପ୍ରକାର ଇସ୍ୟୁ କାମ କରୁଛି। ସେଠି ଗୋଟେ ମୁଖ୍ୟ ପ୍ରସଙ୍ଗ ହେଉଛି ଦାଦନ। ସେ ଅଞ୍ଚଳରେ ବି ବାସୁଚ୍ୟୁତ ଲୋକ ଅଛନ୍ତି, ବିସ୍ଥାପିତ ଲୋକ ଅଛନ୍ତି, ଗରିବ ଲୋକ ଅଛନ୍ତି, ସୁଣ୍ଡି ସାହୁକାର ସବୁ ଲୋକ ଅଛନ୍ତି। ସେଟା ମଧ୍ୟ ମାଓବାଦୀଙ୍କର ଗୋଟେ କରିଡର। ସେ ଅଞ୍ଚଳରେ ବିକାଶର ମୁଦ୍ଦା ବଡ଼ କଥା। କିନ୍ତୁ ବିକାଶ ମୁଦ୍ଦା ବାଦେ ରାଜନୈତିକ ମୁଦ୍ଦାରେ ସମସ୍ତେ ଏବେ ସେଠି ବୋଦା ବାନ୍ଧିକି ବସିଛନ୍ତି। କ'ଣ ନା କାର୍ତ୍ତିକ ମାସରେ ଦେଖାଅ ସାଧ ଖାଅ ବୋଦା। ତେଣୁକରି ବର୍ତ୍ତମାନ ସେଠି ମଦ ମାଉଁସ ଟଙ୍କା ଉଡୁଛି ପଡିକିରି କାହିଁକି ନା ସେଠି ଅସ୍ତ୍ର ରହିଛି ରାଜନୈତିକ ଅସ୍ତ୍ର ରହିଛି ଅର୍ଥ। ତେଣୁ ଦଳର ସ୍ୱାର୍ଥ ହାସଲ ପାଇଁ ସମସ୍ତେ ସମର୍ପିତ ଭାବରେ କାମ କରୁଛନ୍ତି। ସବୁ ଦଳର ସବୁ ଟାଣା ଟଣା ନେତାମାନେ ଯାଇକି ଡେରା ପକେଇଛନ୍ତି। ବିଶେଷ କରି ନିର୍ବାଚନଟା ଯେମିତି ତାଙ୍କ ପାଇଁ ଗୋଟେ ଆହ୍ୱାନ। ଏ ନିର୍ବାଚନ ଜିତିଲା ପରେ ଏକ ମୂଳଦୁଆ ଏକ ମାଇଲଖୁଣ୍ଟ ପୋତା ବୋଲି ଚିନ୍ତା କରାଯାଉଛି। କଂଗ୍ରେସ ଦେଖୁଛି ଯଦି ନିର୍ବାଚନ କୌଣସି ମତେ କଳବଳ କୌଶଳେ ହାତେଇ ଦେବ ତାହେଲେ 2029 ଭିତରେ ଏକ ପ୍ରଶସ୍ତ ରାସ୍ତା ଖୋଲିବ ବୋଲି କଂଗ୍ରେସ ବିବେଚନା କରୁଛି। ମୋହନ ମାଝୀ ଭାବୁଛନ୍ତି ଏ ନିର୍ବାଚନ ମୁଁ ନ ଜିତିବି ତାହେଲେ ମୋର ଲୋକପ୍ରିୟତା ମୋ ଶାସନ ଶୈଳୀ ବିଫଳ ହେଲା ବୋଲି ଲୋକେ ପ୍ରମାଣିତ କରିବେ। ବିଜେଡି କହୁଛି ଯେ ନବୀନ ବାବୁଙ୍କ ଲୋକପ୍ରିୟତାକୁ ସେଠି ଗୋଟେ ସେ ଇଏ ପକଉଛି, ଲୋକପ୍ରିୟତାକୁ ବଳି ପକେଇବାକୁ ଯାଉଛି। ନବୀନ ବାବୁ ଯଦି ଯିବେ ପ୍ରଚାର ଯଦି ହାରିଗଲେ ତାହେଲେ ସବୁଦିନ ବି ସରିଯିବ ବିଜେଡିର। ଯୋଉ ନବୀନ ବାବୁଙ୍କର ଯୋଉ ଲୋକପ୍ରିୟତା, ନବୀନ ବାବୁ ହେଲେ ଦଳର ଅସ୍ମିତା, ଆଉ ସେ ଅସ୍ମିତା ଥରେ ନଷ୍ଟ ହେଇଗଲେ ଆଉ ଦଳ ଆସିବ ନାହିଁ। ତେଣୁ ନବୀନ ବାବୁ ଯିବେ ନ ଯିବେ ଦଳ ସ୍ଥିର କରିବ। କିନ୍ତୁ ବିଜେଡିର ତୁଙ୍ଗ ନେତାମାନେ ସେଠି ହେଇକି ଅଛନ୍ତି। ସେଠି ପାଣ୍ଡିଆନଙ୍କୁ ବିରୋଧ କରୁଥିବା ନେତା ଅଛନ୍ତି ଏବଂ ଦଳକୁ ଭଲ ପାଉଥିବା ଲୋକ ଅଛନ୍ତି। ତେଣୁକୁ ଦେଖାଯାଉ ବିଜେଡି କିନ୍ତୁ ଭଲ ଶୋ କରୁଛି, କିନ୍ତୁ ସେ ଶୋଟା ଯଦି ଫ୍ଲପ୍ ଶୋରେ ପରିଣତ ହେଇଯିବ ତାହେଲେ ବିଜେଡିର ରଣନୀତି ବିଫଳ ହେବ। ପାଣ୍ଡିଆନ ପ୍ରଚାର ପାଇଁ ଯିବେନି, କାରଣ ପାଣ୍ଡିଆନ ସେଠି ଗଲେ ଯୋଉ ଅସ୍ମିତା ଶବ୍ଦଟି ବିଜେପି ତାଙ୍କ ଆଗରେ ଥୋଇଛି, ସେ ଅସ୍ମିତାକୁ ଅତିକ୍ରମ କରି ରଖି ଯିବାକୁ ଚାହୁଁନାହାନ୍ତି। ବରଂ ସୁଜାତା ଗଲେ କିଛି ଫଳ ହେଇପାରେ। ସୁଜାତା ବିଧିବଦ୍ଧ ଭାବରେ ଏପର୍ଯ୍ୟନ୍ତ ମିଶ୍ରଣ ହେଇନାହାନ୍ତି ବିଜେଡିରେ। ସିନାଗନ ଛୁରିଆ ମହିଳା ଭୋଟ ନେବା ପାଇଁ ଚାହୁଁଛନ୍ତି। କାରଣ 1,20,000 ମହିଳା ଭୋଟର ଅଛନ୍ତି। ତ ସେଇ ଭୋଟଟି ଯୁଆଡ଼ିକି ଯିବ ସେ ଦଳ ସଫଳତା ପାଇବ। କିନ୍ତୁ ଏ ପାଖେ ଗୋଟେ ହେଉଛି ମହିଳା, ସେଠି ଗୋଟେ ଜାତିଗତ, ଆଉ ଗୋଟେ ସିମ୍ପାତି। ସେଠି ଆଦିବାସୀ ଭୋଟ ମଧ୍ୟ ଗଣ୍ଡ ସମ୍ପ୍ରଦାୟ ମଧ୍ୟ ଖଣ୍ଡ ଖଣ୍ଡ ହେବାକୁ ବସିଲାଣି। ଯୋଉ ଘାସିରାମ ମାଝୀ କି ଭରସା କରିକିରି କଂଗ୍ରେସ ଲଢୁଛି, ତାକୁ ଯଦି ଠିକ ଢଙ୍ଗରେ ନ ଲଢିବ ତା ଦଳ ପାଇଁ ମଧ୍ୟ ଭଲ ଖବର ଆସିବନି। ଯାହା ବର୍ତ୍ତମାନ ରଣନୀତି ଜଣାପଡୁଛି, ବିଜେପି ଆଉ କଂଗ୍ରେସ ଭିତରେ ଲଢ଼େଇ ହେବ। ବିଜେଡି ତୃତୀୟ ସ୍ଥାନରେ ରହିବ। ବିଜେପି ସରକାର ଭାବୁଛନ୍ତି କଳେବଳେ କୌଶଳ ଇଏ ଟିକେ ନ ନେଲେ ମୋହନ ମାଝୀଙ୍କ ଆସନ ପ୍ରତି ଏକ ଆହ୍ୱାନ ହେବ।
देखा तो तीन दल लड़े कर जनता हाथ में भोट क्या देवे किंतु गोटे आदर्शगत भोट होनी आवश्यकता भोट हो लोक लोक जागले एम काउल कल व्याकुल होती एति बेले जहाँ पाई जहाँ बांधि थो तो लोक को जहाँ दियो तीन दल नौ जहाँ को देवा कथा देवे जदि लोक यदि गणतंत्र पर विश्वास थी ताले मतमंत्र छाड़ी गणतंत्र विश्वास कर भल लोक भोट देवे और नुआ परिस्थिति नुआ पड़ार एक नुआ इतिहास रचिबे आम आशा करूँ। बेक पिठी अंटा आंठू आदि समस्त दरजर एकमात्र तैल श्री संजीवनी पेन रिलीफ ऑयल श्री संजीवनी लगैले जमा बिंदीवनी। श्री संजीवनी पेन रिलीफ ऑयल हर दर्द को समझे रखे सबका ख्याल।